ଆପଣଙ୍କର ଏଇ ଯୋଉ କର୍ମଶାଳା ଥିଲା ଆ ଭିତରେ ଅନେକ ଗୁଡ଼ିଏ ତିନିଟା ଅଭିଯୋଗ ମଧ୍ୟ ରଖିଥିଲେ। ସେ ଅଭିଯୋଗ ଗୁଡ଼ିକୁ ଯାହା ଶୁଣିଲେ ବିଧାୟକ ଯାହା କହିଲେ ତାକୁ ବି ଆମେ ଶୁଣିଲୁ ଯେ ଡିସ୍କସନ୍ ହେବ। ଗୋଟେ ଓଡ଼ିଆ କଣ୍ଟ୍ରାକ୍ଟର ମାନଙ୍କ ପ୍ରତି ମାନସିକତା କିଛି ଟିକେ ବଦଳି ଯାଉଛି ସରକାରଙ୍କର କି? ନାଇଁ ନାଇଁ ଆମେ ବହୁତ ଓଡ଼ିଆ ମାନେ ଠିକାଦାର ମାନେ ଅବହେଳିତ ହେଇଥିଲୁ। ବର୍ତ୍ତମାନ ସମାଧାନ ବାଟ ଖୋଲୁଛି କିନ୍ତୁ ଶୀଘ୍ର ଖୋଲି ନାହିଁ, ତାକୁ ଶୀଘ୍ର ତ୍ୱରାନ୍ୱିତ କରିବା ପାଇଁ ଆମେ ସେଥିପାଇଁ ଆମର ସମସ୍ତଙ୍କ ସ୍ୱର ଶାଣିତ ରଖିଛୁ। କେମିତି ଶୀଘ୍ର ହେଇଯିବ ଆମର ଯେଉଁ ସମାଧାନ ଆଶା ରଖିଛୁ, କିଛି ଅଂଶରେ ହେଲାଣି, ଆଉ କିଛି ଅଂଶରେ ହେବ। ଟାଟା ପାୱାର ପ୍ରାୟତଃ ବାହାର କଣ୍ଟ୍ରାକ୍ଟର ବାହାର ପିଲା ସେମାନଙ୍କୁ ବେଶୀ ଡିପେଣ୍ଡ କରୁଛି, ଓଡ଼ିଆ ପିଲାଙ୍କ ପ୍ରତି ସେତିକି ନଜର ଦେଉନାହିଁ କି ଓଡ଼ିଆ କଣ୍ଟ୍ରାକ୍ଟର ମାନଙ୍କୁ ବି ସେତିକି ଧ୍ୟାନ ଦେଉନାହିଁ। ଟାଟା ପାୱାର ଓଡ଼ିଆ ଅସ୍ମିତା କ'ଣ ବୁଝିନଥିଲେ, ସେମାନେ ବୁଝିଗଲେଣି। ଓଡ଼ିଆ ବାହାର ଯେଉଁ ଠିକାଦାର ମାନଙ୍କୁ ବହୁତ ପୁରେଇ ଦେଇଥିଲେ, ଆସ୍ତେ ଆସ୍ତେ ସେମାନେ ମଧ୍ୟ କମିଲେଣି, ଆହୁରି କମିବେ ବୋଲି ଆଶା ରଖୁଛୁ। କାରଣ ଓଡ଼ିଆ ଠିକାଦାର ସବୁ ଏକତ୍ରିତ ହୋଇଛନ୍ତି। ଆମର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତାଙ୍କ ପାଖରେ ଆମେ ଏ ସ୍ୱର ଉତ୍ତୋଳନ କରିଥିଲୁ, ସେ ମଧ୍ୟ କିଛି ଅଂଶରେ କହିଛନ୍ତି ଏବଂ ବହୁତ ସମାଧାନ ହେବ ବୋଲି ଆଶା ରଖିଛୁ। କିନ୍ତୁ ଆମର ସବୁବେଳେ ପ୍ରୋବ୍ଲେମ୍ ରହିଛି, ଆଗକୁ ରହିବ। କି ପ୍ରକାର ପ୍ରୋବ୍ଲେମ୍? ଆମେ ବର୍ତ୍ତମାନ ସର୍ଟ ଟେଣ୍ଡରଟା ଆମର ବର୍ତ୍ତମାନ ସବୁଠୁ ବଡ଼ ଇସ୍ୟୁ ଯଦି କୁହାଯାଏ ସେଇଟା ହେଉଛି ସର୍ଟ ଟେଣ୍ଡର। ସର୍ଟ ଟେଣ୍ଡରଟା କ'ଣ, ଆମେ ଯେଉଁ କୌଣସି ଇଲେକ୍ଟ୍ରିକାଲ କାମ ସିଭିଲ୍ କାମ ଭିତରେ ଫରକ ଅଛି। କୌଣସି କାମ ଯେତେବେଳେ ଅର୍ଜେଣ୍ଟ ବେସିସ୍ରେ ଆମେ କରୁ, ସେତେବେଳେ କୌଣସି ଅର୍ଡ଼ର ନଥାଏ ବା ଟେଣ୍ଡର ହୋଇନଥାଏ। ସେ କାମ ରାତି 12ଟା ରାତି 2ଟା ବେଳେ ଦରକାର ପଡ଼ିଲେ ଆମେ କାମ କରିଥାଉ। ସେ କାମଟା ଯେତେବେଳେ କରିସାରୁ ତାପରେ ଆମେ ସର୍ଟ ଟେଣ୍ଡର ମାଧ୍ୟମରେ ସବୁ ରେଗୁଲାଇଜ୍ କରୁ। କିନ୍ତୁ ଯେହେତୁ ଅନ୍ୟ କିଛି ପ୍ରୋବ୍ଲେମ୍ ବଶତଃ କାରଣବଶତଃ ସର୍ଟ ଟେଣ୍ଡର ବନ୍ଦ କରିବା ପାଇଁ ସରକାର ଚାହୁଁଛନ୍ତି, ସେଇଟା ଆମେ ବହୁତ କ୍ଷତିଗ୍ରସ୍ତ ହେବୁ। ଆମେ ଖାଲି କ୍ଷତିଗ୍ରସ୍ତ ହେବୁନି, ସରକାର ମଧ୍ୟ କ୍ଷତିଗ୍ରସ୍ତ ହେବ। କାରଣ ମେଡ଼ିକାଲ ମାନଙ୍କରେ ଯଦି କିଛି ଇମର୍ଜେନ୍ସି ପଡ଼େ ତାକୁ କିଏ କାମ କରିବ? ତେଣୁ ଆମେ ତ ଯେଉଁ ପଦେ ପଦେ କଥାରେ କାମ କରିଦେଉଥିଲୁ ସେଇଟା ସମ୍ଭବ ନୁହେଁ। ତେଣୁ ସର୍ଟ ଟେଣ୍ଡର ରହିବ, ଆମକୁ ସେଇଟା ଅନୁରୋଧ କରୁଛୁ। ସବୁ କାମ କ'ଣ ସର୍ଟ ଟେଣ୍ଡର ମାଧ୍ୟମରେ ହେଉଛି? ନାଇଁ ଆମେ ବଡ଼ ବଡ଼ କାମ ଆମେ ଇ ଟେଣ୍ଡର ମଧ୍ୟ ପ୍ରମୋଟ କରୁଛୁ। ଇ ଟେଣ୍ଡର ଦ୍ୱାରା ଆମର ବହୁତ ଟ୍ରାନ୍ସପାରେନ୍ସି ରହୁଛି। ଆମର ଓରିଜିନାଲ କାମ ଯେଉଁଗୁଡ଼ା ସେଗୁଡ଼ା ସବୁ ଇ ଟେଣ୍ଡରରେ ହେଉଛି। ମେଣ୍ଟେନାନ୍ସ, ରିନୋଭେସନ୍, ଏମର୍ଜେନ୍ସି ନେଚର ଅଫ୍ ଜବ୍ ଯେଉଁଟା ଜରୁରୀ, ଅତି ଜରୁରୀ, ସେଗୁଡ଼ା ସର୍ଟ ଟେଣ୍ଡରରେ ହେଉଛି। ଆଜି ଗୋଟେ ଏମର୍ଜେନ୍ସି କେଉଁଠି ଗୋଟେ ପାୱାର ହେଇଗଲା, ଗୋଟେ କେବୁଲଟେ ପୋଡ଼ିଗଲା, ଇମିଡ଼ିଏଟ୍ ତାକୁ ଯଦି ଆମେ ରିପ୍ଲେସ୍ ନ କରୁ, ଗୋଟେ ଇ ଟେଣ୍ଡର କରିବାକୁ 2 ମାସରୁ 3 ମାସ ସମୟ ଲାଗେ। ବୁଝିପାରିଲେ? ସେ ପର୍ଯ୍ୟନ୍ତ ରହିବନି ଏ ଜିନିଷ। ଆର୍ଡିରେ ବି ସେମାନେ କରିଥିଲେ, କିନ୍ତୁ ବାଧ୍ୟ ହୋଇକି ଇଲେକ୍ଟ୍ରିକାଲ ଆଉ ପିଏଚ୍କୁ ସେମାନେ ଆଲାଉ କଲେ। ଆପଣ ବିନା ବିଜୁଳି ଆଉ ପାଣି ଏ ଦୁଇଟା ହେଉଛି ଏମର୍ଜେନ୍ସି ନେଚର ଜିନିଷ। ଏଇଟା ସରକାରକୁ ନେଇକି ଆମେ ବୁଝିବା ଦରକାର। ସେଇ କଥା ଆମେ ବିଧାୟକଙ୍କୁ ବୁଝେଇଲୁ। ବିଧାୟକ କହିଲେ ମୋତେ ପଏଣ୍ଟ ୱାଇଜ୍ ଆମକୁ ଦିଅ, ଆମେ ଏଇଟା ମୁଖ୍ୟମନ୍ତ୍ରୀଙ୍କ ପାଖରେ ଉପସ୍ଥାପନ କରିବା। ଯେ ଗୋଟିଏ ଯୋଉ ଟେଣ୍ଡର ପ୍ରୋସେସ୍ ପାଇଁ ଆପଣ ଯୋଉଟା ପକେଇବେ ସେଟା ଇ ଟେଣ୍ଡର ହଉ ବା ସର୍ଟ ଟେଣ୍ଡର ହଉ, କିନ୍ତୁ ଟାଟା ପାୱାର ବି ତ ନିଜସ୍ୱ ପାୱାର ତାଙ୍କର ବି ସେଇଟା ଦୁଇଟା କ୍ୟାଟାଗୋରୀ। ଗୋଟେ ଗଭର୍ଣ୍ଣମେଣ୍ଟ ଏପଟେ ଅଛି, ଗୋଟେ ଟାଟା ପାୱାର। ଟାଟା ପାୱାରଟା ପ୍ରାଇଭେଟ୍ ଜିନିଷ। ବୁଝିପାରିଲେ? ଏଇଟା ହେଉଛି ମୁଁ ଯେଉଁଟା କହୁଛି ଏଇ ସର୍ଟ ଟେଣ୍ଡର ବିଷୟଟା, ଏଇଟା ଗଭର୍ଣ୍ଣମେଣ୍ଟ ରିଲେଟେଡ୍ ଟୁ ଗଭର୍ଣ୍ଣମେଣ୍ଟ, ଏଇଟା ଗଭର୍ଣ୍ଣମେଣ୍ଟର ଇମ୍ପୋର୍ଟାଣ୍ଟ ବିଲ୍ଡିଂ। କିନ୍ତୁ ଗଭର୍ଣ୍ଣମେଣ୍ଟ ତ ସବୁ ଜିନିଷ ଟେଣ୍ଡର ହିଁ ଦେବ, ତାର ତ ପ୍ରୋସେସ୍ ଟେଣ୍ଡର ହେବ, କିନ୍ତୁ ଏମର୍ଜେନ୍ସି କାମଟା କ'ଣ କରିବେ? ଆପଣ ଗୋଟେ ଗଭର୍ଣ୍ଣମେଣ୍ଟ କ୍ୱାର୍ଟର ପାଇଛ, ଆଜି ଲାଇନ୍ଟା ପଳେଇଲା, ଆପଣ ଅପେକ୍ଷା କରିବେ କି ଟେଣ୍ଡର ହେଇକି 2 ମାସ ପରେ ଗୋଟେ କଣ୍ଟ୍ରାକ୍ଟର ଯିବ ପାୱାର ରିଷ୍ଟୋରେସନ୍ କରିବ? ଆପଣ ଅପେକ୍ଷା କରିବେ କି? କେହି କରିପାରିବେନି। ବୁଝିପାରିଲେ? ସେଟା ପ୍ରତି ଜିନିଷକୁ ବିନା ଟେଣ୍ଡରରେ ବି ତ ଗଭର୍ଣ୍ଣମେଣ୍ଟ ଦେବ ନାହିଁ। ସବୁ ଜିନିଷକୁ ଦେବନି। ଓନ୍ଲି ପରା ମୁଁ କହିଲି ଏମର୍ଜେନ୍ସି ମେଣ୍ଟେନାନ୍ସ ୱାର୍କ ଆଣ୍ଡ ଏମର୍ଜେନ୍ସି ରିନୋଭେସନ୍ ଆଣ୍ଡ ଆଡ଼ିସନ୍ ଅଲ୍ଟରନେସନ୍ ଯେଉଁଗୁଡ଼ା ଏମର୍ଜେନ୍ସି ହୁଏ, ମାନେ ବି ସେ ଏମର୍ଜେନ୍ସି ଜାଗାରେ ସେକ୍ରେଟେରିଏଟ୍ ହେଲା, ହସ୍ପିଟାଲ ବିଲ୍ଡିଂ ହେଲା, ଆପଣ କଲଚର ବିଲ୍ଡିଂ ଅଛି, କଲଚର ବିଲ୍ଡିଂରେ ଆପଣଙ୍କର ହଠାତ୍ ଆପଣ ବୁକିଂ କରିଛନ୍ତି ଗୋଟେ ଫଙ୍କସନ୍ ପାଇଁ, କିଏ ଜଣେ ଲୋକ ସେ ଟଙ୍କା 15-20 ହଜାର କି 25 ହଜାର ଦେଇ ବୁକିଂଟା କଲା, କାଲି ଆଜି ତାର ଲାଇଟ୍ ପଳେଇଲା, ସାଉଣ୍ଡ ପଳେଇଲା, କ'ଣ କରିବେ? ଆପଣ ତ ସେ ଲୋକ ଯିଏ ବୁକିଂ କରିଛି ସେ ତ ଫଙ୍କସନ୍ଟା କରିବ ନା। ସେଠି ଏମର୍ଜେନ୍ସି ୱାର୍କ କରାଯାଏ। ନାଇଁ ଏମ୍ପାନେଲମେଣ୍ଟ ସେ ସିଷ୍ଟମ୍ ନାହିଁ। ଏମ୍ପାନେଲମେଣ୍ଟ ନାହିଁ, ଗଭର୍ଣ୍ଣମେଣ୍ଟରେ ନାହିଁ, କିନ୍ତୁ ଗଭର୍ଣ୍ଣମେଣ୍ଟରେ ନାହିଁ। ଇଲେକ୍ଟ୍ରିକାଲ ଲାଇସେନ୍ସଟା ଗୋଟେ ଅଲଗା ଟାଇପ୍ର ଲାଇସେନ୍ସ। ଆମେ 100% ଆମେ ଏମ୍ପ୍ଲୟମେଣ୍ଟ ଜେନେରେଟ୍ କରୁଛୁ। ଆମ ଲାଇସେନ୍ସ ସାଙ୍ଗରେ 4 ଜଣ ମିନିମମ୍ ଆପଣ କାମ ନ କରିବେ ଯଦି ବି 4ଟା ଲୋକ ଆପଣଙ୍କ ସାଙ୍ଗରେ ଲାଇସେନ୍ସରେ ରହିବେ। ତା ଭିତରୁ ଗୋଟିଏ ଲାଇସେନ୍ସ ଇନଭ୍ୟାଲିଡ୍ ହେଇଯିବ, ତାଙ୍କର ବି ଲାଇସେନ୍ସ ରହୁଛି ଆମ ପାଖରେ। ଯେଉଁ ଗୋଟେ ସୁପରଭାଇଜର ଲାଇସେନ୍ସ ଇସ୍ୟୁ ହେଉଛି, ସବୁ ELBO କରେ। ବୁଝିପାରିଲେ? ଆପଣଙ୍କ ଇଲେକ୍ଟ୍ରିକାଲ ଲାଇସେନ୍ସ ବୋର୍ଡ଼ ଯିଏ ଏ ଲାଇସେନ୍ସ ଗୁଡ଼ା ଇସ୍ୟୁ କରେ। ELBO ଗୋଟେ ସୁପରଭାଇଜର ରହିବ, ଲାଇନ୍ ମ୍ୟାନ୍ ରହିବ, ଡିଫରେଣ୍ଟ କାଟାଗୋରୀର ୱାର୍କମ୍ୟାନ୍ ରହିବ। ବୁଝିପାରିଲେ? ଆପଣଙ୍କର ସିଭିଲର ଦରକାର ନାହିଁ, ଆପଣ କାମ ନ କରିବେ ଲାଇସେନ୍ସଟା ଘରେ ଥୋଇଦେଲେ ବି ଆପଣଙ୍କର ପଇସା ଦରକାର। ଇଲେକ୍ଟ୍ରିକାଲ ଆପଣ ଲାଇସେନ୍ସଟାକୁ
ଯେହେତୁ ଆପଣ ଯଦି ଲାଇସେନ୍ସଟାକୁ ବଞ୍ଚେଇ ରଖିବାକୁ ଚାହେଁ ତାହେଲେ ସେ 4 ଜଣଙ୍କୁ ହିଁ ଦରମା ଦେବେ ବର୍ଷ ସାରା, କାମ ନ କରନ୍ତୁ। ତେଣୁକରି 100% ଯଦି ଏମ୍ପ୍ଲୟମେଣ୍ଟ ଜେନେରେଟର କରୁଥାନ୍ତି ତାହେଲେ ଇଲେକ୍ଟ୍ରିକାଲ କଣ୍ଟ୍ରାକ୍ଟର କରୁଥାନ୍ତି।